ବନ୍ଧୁଗଣ, ଓଡ଼ିଶା ପଞ୍ଚାୟତ ସିଇଓ ରିକ୍ରୁଟମେଣ୍ଟ ତରଫରୁ ଓଡ଼ିଶାର ସମସ୍ତ ପିଲାମାନଙ୍କ ପାଇଁ ନିଯୁକ୍ତି ଆସିଛି। ଏହି ମାସରେ ସମସ୍ତ ପିଲାମାନେ ଫ୍ରି ଆପ୍ଲାଏ କରିପାରିବେ। ବିନା ଏକ୍ଜାମରେ ଆପଣମାନେ ଏଥିରେ ଜବ୍ କରିପାରିବେ। ଯଦି ଆପଣମାନଙ୍କର କ୍ୱାଲିଫାଏ ଠିକ୍ ଅଛି, ତାହେଲେ ଆପଣମାନେ ନିଜ ପଞ୍ଚାୟତରେ ସିଇଓ ରିକ୍ରୁଟମେଣ୍ଟ ତରଫରୁ ନିଯୁକ୍ତି କରିପାରିବେ। ତାହେଲେ ଠିକ୍ ଅଛି, ଏ ପୋଷ୍ଟ ବିଷୟରେ ଆମେ ଜାଣିବା। ଏଥିରେ ପୋଷ୍ଟ ଯେଉଁ ଆସିଛି ସିଇଓ ତରଫରୁ, ଏଥିରେ ଆକାଉଣ୍ଟ ରିକ୍ରୁଟମେଣ୍ଟ ତରଫରୁ ଡିଟେଲ୍ ଓଡ଼ିଶାର ଗଭର୍ଣ୍ଣମେଣ୍ଟ ତରଫରୁ ଏହି ଜବ୍କୁ ପାଇପାରିବେ। ଦେଖନ୍ତୁ, ଅଫିସରେ ଯେଉଁ ଯେଉଁ ଜବ୍ ରଖାଯାଇଛି, ସେହି ଜବ୍ରେ ସମସ୍ତ ଓଡ଼ିଶାର ପିଲା କଲେକ୍ଟର ଆଉ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ତରଫରୁ ଗଜପତି ଆଉ ସମ୍ବଲପୁର ଡିଷ୍ଟ୍ରିକ୍ଟରେ ହିଁ ପାଇପାରିବେ। ଏହି ଦୁଇଟା ଡିଷ୍ଟ୍ରିକ୍ଟରେ ଆପଣମାନେ ଆପ୍ଲାଏ କରିପାରିବେ। ତ ଆପଣମାନେ ଏହି ସମ୍ବଲପୁର ଡିଷ୍ଟ୍ରିକ୍ଟରେ ଆଉ ଯେଉଁ ଗଜପତି ଡିଷ୍ଟ୍ରିକ୍ଟରେ ରଖାଯାଇଛି, ସେ ଦୁଇଟା ପୋଷ୍ଟରୁ ଆପଣମାନେ କେମିତି ପାଇପାରିବେ ସେ ବିଷୟରେ ଦେଖିବା। ଏଥିରେ ଯେଉଁ ଟାଇପିକାଲ ଜବ୍ ରଖାଯାଇଛି, ଆପଣମାନଙ୍କୁ କିଛି ବି କରିବାକୁ ପଡ଼ିବ ନାହିଁ। ଏହି ଜବ୍ରେ ଯେଉଁ ଭ୍ୟାକ୍ସିନ୍ ଅଛି, ସେହି ତରଫରୁ ଆପଣଙ୍କୁ ରିକ୍ରୁଟମେଣ୍ଟ ମିଳିପାରିବ। ଓଡ଼ିଶାର ଯେଉଁ ଯେଉଁ ପିଲାମାନେ ଗଭର୍ଣ୍ଣମେଣ୍ଟ ତରଫରୁ ଆପ୍ଲାଏ କରିବାକୁ ଚାହୁଁଛନ୍ତି, ଚିଫ୍ ଏକ୍ଜିକ୍ୟୁଟିଭ୍ ଅଫିସର ରଖାଯାଇଛି ଏଥିରେ। ତା ସହିତ ଆକାଉଣ୍ଟିଂର ଯେଉଁ MIS ଚାର୍ଜ ରଖାଯାଇଛି, ସେଇଟା ଅଫଲାଇନ୍ ତରଫରୁ ଆପଣଙ୍କୁ ରେଜିଷ୍ଟର କରିବାକୁ ପଡ଼ିବ। ସ୍ପିଡ୍ ପୋଷ୍ଟ, ରେଜିଷ୍ଟର ପୋଷ୍ଟ ଦ୍ୱାରା ଆପଣଙ୍କୁ ଏହି ଆପ୍ଲାଏ କରିବାକୁ ପଡ଼ିବ। ଆଉ ଆପଣଙ୍କୁ ଇମେଲ୍ ID ସୁଦ୍ଧା ଆପଣଙ୍କ 19 ତାରିଖ ପର୍ଯ୍ୟନ୍ତ ଏହି ପୋଷ୍ଟକୁ କରିପାରିବେ। ଏଇଠି ଯେଉଁ ପୋଷ୍ଟଟା ଆସିଛି, ଏଇ ପୋଷ୍ଟଟା ତ ଆପଣମାନେ ନିଶ୍ଚିତ ଭାବରେ ଦେଖିପାରୁଥିବେ। ଏଥିରେ ଯେଉଁ ନଭେମ୍ବର ଲେଖା ହୋଇଛି, ଏ ନଭେମ୍ବରରୁ ଷ୍ଟାର୍ଟିଂ ହୋଇଯାଇଛି। ଆଉ ଆପଣଙ୍କୁ ଇମେଲ୍ ID ତରଫରୁ ବିଫୋର୍ ଆପ୍ଲାଏ କରିପାରିବେ। ଓଡ଼ିଶାର ସମସ୍ତର କ୍ୟାନ୍ ଆପ୍ଲାଏ ଦ୍ୱାରା ଏଥିରେ ଆପଣଙ୍କୁ 22 ନଭେମ୍ବର ଡିସେମ୍ବର ସୁଦ୍ଧା ବୋଥ ମେଲ୍ ଆଣ୍ଡ ଫିମେଲ୍ ଆପ୍ଲାଏ କରିପାରିବେ। ଏହି ରିକ୍ରୁଟମେଣ୍ଟ ଯେଉଁ ବିଜନେସ୍ର ରିକ୍ରୁଟମେଣ୍ଟ ରଖାଯାଇଛି, ଏଥିରେ ଡିଗ୍ରୀ କ୍ୱାଲିଫାଏ କରିଥିବେ, ଏଗ୍ରିକଲଚର ତରଫରୁ ଆପଣଙ୍କୁ କରିଥିବେ, ମାର୍କେଟିଂ ତରଫରୁ ଆପଣଙ୍କୁ ଏକ୍ସପିରିଏନ୍ସ ଥିବେ, ତାହେଲେ ଆପ୍ଲାଏ କରିପାରିବେ। ଆଉ ଯେଉଁମାନେ କି +2 ମ୍ୟାଟ୍ରିକ୍ କରିଛନ୍ତି, ତାଙ୍କ ଡିପ୍ଲୋମା ଏଗ୍ରିକଲଚର ତରଫରୁ ବିଜନେସ୍ ଚାଲିଛି, ଆଉ OR ଲଜ୍ ତରଫରୁ ସେଥିରେ ରିସର୍ଚ୍ଚ କରିଛନ୍ତି, ସେମାନେ ହିଁ ଏ ପୋଷ୍ଟକୁ ଆପ୍ଲାଏ କରିପାରିବେ। ଦେଖନ୍ତୁ, ଯଦି ଆପଣମାନେ ଯେଉଁ ଡିଷ୍ଟ୍ରିକ୍ଟରେ ଆପଣମାନେ ଆପ୍ଲାଏ କରିବାକୁ ଚାହୁଁଛନ୍ତି, ସେ ଡିଷ୍ଟ୍ରିକ୍ଟର ଆପଣମାନେ କୌଣସି ଅଫିସରେ 1 ବର୍ଷର ଏକ୍ସପିରିଏନ୍ସ ରିଟେଲ୍ ଲେଭେଲ୍ ତରଫରୁ ଆପଣମାନେ କରିଥିବେ। ଆକାଉଣ୍ଟରେ ଯେଉଁ ମିସଚାର୍ଜ ରଖାଯାଇଛି, ସେ କ୍ୟାଣ୍ଡିଡେଟ୍ କମ୍ପ୍ଲିମେସନ୍ ତରଫରୁ ଆପଣଙ୍କୁ +2 ମ୍ୟାଟ୍ରିକ୍ର ଯେଉଁ ମ୍ୟାଥମେଟିକ୍ସ ଆଉ କମ୍ପଲସରି ସବଜେକ୍ଟ ସବୁ ଆପଣଙ୍କୁ ବହୁତ ଭଲ ମାର୍କ ଥିବ, ତାହେଲେ ଆପଣମାନେ ଏଥିରେ ସିଲେକ୍ସନ୍ ହୋଇପାରିବେ। ଆଉ ଏଥିରେ ଆପଣଙ୍କ ଏକ୍ସପିରିଏନ୍ସ ନହେଲେ ବି ଚଳିବ। ଆପଣମାନେ ଦେଖିପାରୁଥିବେ, ଏଥିରେ ପୋଷ୍ଟର ନେମ୍ ଯେଉଁ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ରଖାଯାଇଛି, ଚିଫ୍ ଏକ୍ଜିକ୍ୟୁଟିଭ୍ ଅଫିସର ରଖାଯାଇଛି, ଆକାଉଣ୍ଟ କମ୍ ମିସ୍ ଇନ୍ ଚାର୍ଜ ରଖାଯାଇଛି। ଏହି 3ଟି ପୋଷ୍ଟ ତରଫରୁ ଆପଣଙ୍କୁ ଆପ୍ଲାଏ କରିବାକୁ ପଡ଼ିବ। ତ ଏହି 3 ପୋଷ୍ଟ ବିଷୟରେ ଆପଣମାନେ ଦେଖନ୍ତୁ। ଯେଉଁ ପୋଷ୍ଟରେ ଆପ୍ଲାଏ କରିବାକୁ ଚାହୁଁଛନ୍ତି, ତ ଆପଣଙ୍କ ବୟସ 18ରୁ 35 ହୋଇଥିବ, ତାହେଲେ ଆପ୍ଲାଏ କରିପାରିବେ। 18ରୁ 35 ଆଉ ଆପଣଙ୍କୁ ଅଧିକ ଅଛି, ତାହେଲେ ମଧ୍ୟ ଆପ୍ଲାଏ କରିପାରିବେ। ଯେଉଁମାନେ ବ୍ଲକ ପ୍ରୋଗ୍ରାମ ତରଫରୁ ଆପ୍ଲାଏ କରୁଛନ୍ତି, ସେମାନଙ୍କ ଦରମା 28,000 ପର୍ଯ୍ୟନ୍ତ ରହିବ। ଯେଉଁମାନେ ସିଇଓ ପୋଷ୍ଟକୁ ଆପ୍ଲାଏ କରୁଛନ୍ତି, ସେମାନଙ୍କ ଦରମା 20,000 ରହିବ। ଆଉ ଯେଉଁମାନେ ଆକାଉଣ୍ଟିଂ ମିସ୍ ଚାର୍ଜ କରୁଛନ୍ତି, ତାଙ୍କ 10,000 ସାଲାରୀ ରହିବ। ଆପଣଙ୍କ ସିଲେକ୍ସନ୍ ହେବା ପାଇଁ ହେଲେ କିଛି କରିବାକୁ ପଡ଼ିବ ନାହିଁ। ଆପଣଙ୍କୁ ପୋଷ୍ଟକୁ ଆପ୍ଲାଏ କରିବାକୁ ପଡ଼ିବ। ସ୍ପିଡ୍ ପୋଷ୍ଟରେ ଏକାଡେମିକ୍ କ୍ୱାଲିଫାଏର ସମସ୍ତ ସାର୍ଟିଫିକେଟ୍, ତାପରେ ଆପଣଙ୍କୁ ଇଣ୍ଟରଭ୍ୟୁ, ତାପରେ ସାର୍ଟିଫିକେଟ୍ ଭେରିଫିକେସନ୍ କରାଯିବ। ଏହି 3ଟି ପ୍ରକ୍ରିୟାକୁ ଆପଣମାନେ ସିଲେକ୍ଟ ହେଉଛନ୍ତି, ତାହେଲେ ଏହି ଜବ୍ ପାଇପାରିବେ। ଆଉ ଆପଣଙ୍କୁ ଜବ୍ ପାଇଁ କୌଣସି ଫି ନେବ ନାହିଁ। ଯଦି ଆପଣମାନେ ସ୍ପିଡ୍ ପୋଷ୍ଟରେ କରୁଛନ୍ତି, 40-50 ଟଙ୍କା ହିଁ ଫି ଲାଗିବ। ଆଉ କିଛି କରିବାକୁ ପଡ଼ିବ ନାହିଁ। ଆପଣଙ୍କ ସାର୍ଟିଫିକେଟ୍ ଦେଖନ୍ତୁ, ଏଥିରେ ଏଜୁକେସନ୍ କ୍ୱାଲିଫାଏ ସାର୍ଟିଫିକେଟ୍ ଆଉ ଆପଣଙ୍କ ଯେଉଁ ମାର୍କସିଟ୍ ଅଛି, ସେସବୁ SSC CHSର ସମସ୍ତ ଡିଟେଲ୍ ଦେବେ। ଆପଣଙ୍କୁ ରିସେଣ୍ଟ ଫଟୋ ଦରକାର ପଡ଼ିବ, ସାର୍ଟିଫିକେଟ୍ ଲାଗିବ, ଆଉ ଏନି ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ଅଛି, ତାହେଲେ ଆପଣମାନେ ଦେଇପାରିବେ। ଏହି ପୋଷ୍ଟଟି ନଭେମ୍ବର ସୁଦ୍ଧା ଆପଣଙ୍କୁ ଆପ୍ଲାଏ କରିବାକୁ ପଡ଼ିବ। ଯେଉଁ 12 ତାରିଖ ଆଉ 22 ତାରିଖ ମଧ୍ୟରେ ଯେଉଁ ପୋଷ୍ଟ ରଖାଯାଇଛି, ତ ସେହି ପର୍ଯ୍ୟନ୍ତ ଆପଣଙ୍କୁ ଆପ୍ଲାଏ କରିବାକୁ ପଡ଼ିବ। ଆଉ ବିଫୋର୍ ଯଦି ଆପ୍ଲାଏ ନ କଲେ, ତାହେଲେ ଆପଣଙ୍କୁ ଏଥିରେ ରିଜେକ୍ଟ କରାଯିବ।
ଦେଖନ୍ତୁ ଏଥିରେ ଇମ୍ପୋର୍ଟାଣ୍ଟ ଲିଙ୍କ୍ ରଖାଯାଇଛି। ଏହି ଇମ୍ପୋର୍ଟାଣ୍ଟ ଲିଙ୍କ୍ରେ ଆପଣଙ୍କୁ ଗୋଟିଏ ସାର୍ଟିଫିକେଟ୍ ମିଳିବ। ସେ ସାର୍ଟିଫିକେଟ୍ ଫର୍ମଟାକୁ ଆପଣଙ୍କୁ ଫିଲ୍ଅପ୍ କରିଦେବେ। ନିଜର ଡିଟେଲ୍ ରିଜ୍ୟୁମ୍ ଦେବାକୁ ପଡ଼ିବ। ଆଉ ସ୍ପିଡ୍ ପୋଷ୍ଟରେ ଗୋଟେ ଆଡ୍ରେସ୍ ଅଛି, ସେଇ ଆଡ୍ରେସ୍ରେ ଆପଣଙ୍କୁ ଫିଲ୍ଅପ୍ କରିଦେବେ। ତାହେଲେ ଆପଣମାନେ ବୁଝିପାରିଲେ କେମିତି ଆପ୍ଲାଏ କରିପାରିବେ। ଆଜି ହିଁ ପୋଷ୍ଟକୁ ଆପ୍ଲାଏ କରନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।